ସକାଳୁ ସକାଳୁ ବାହାରିଲି ଟିକେ ସଉଦା ଆଣିବାକୁ ଯାଉଛି ଦୋକାନରେ ସଉଦା ଧରିକି ଆଇଲେ କାମ କରିବା ଆଉ କମ୍ପାନୀ କାମ। ଯା ମିକୁ ଯା ମାମା ଯା ମୁଁ ମାଲ କାଢ଼ିବି ବାହାରିବ ଏଠି ଏବେ ବାମ୍ଫ ଗୁଡ଼ା ବାହାରିବ ସେ ରହିପାରିବନି ଯା ତୁ ଯାଉ ଖାଇବୁ ଯାଉନୁ ଖାଇ ତୁ 4ଟା ବଜେ ନ ଖାଇକି କ'ଣ କରୁଥିଲା ସେଥିରୁ ଖାଇବାକୁ ଦେଲେ ମୁଁ ଯାଇଥାନ୍ତୁ। ହଁ ଚାଉମିନ ସିଝିଗଲାଣି କାଢ଼ିବା ଆଉ। ବାଦଲ ଗଲା ଯେହେତୁ ଚାଉମିନ ଅଛି ସିଝାଇଲା କଢ଼ା ହେଲା। ଏବେ କାଠ ପକେଇଦେବେ ବାଷ୍ପ ହେଇକି ସିଝିଥିଲା ଚାଉମିନ ସେପଟେ କଡ଼ା ହେଲା। ଏବେ ବନ୍ଦ ହେଇଗଲାଣି ଖାଲି ନିଆଁ ଗୁଡ଼ାକ ଅଛି ସେ ଆପେ ଲିଭିଯିବ। ଚାଉମିନ ଖାଇଥିଲି ଇଏ ଚାଉମିନ ଭାଜିଲା ପୁରା ଫାଙ୍କା ପଛଟା ଆଉ ତାପରେ ଦେଖୁଛି ସେପଟେ ଭିତର ଯେଉଁ ଗୋଟେ ପ୍ରେସର ଅଛି ମା ସିଝୁ ସେଇଟା ପ୍ରେସରଟା ଖୋଲାଯିବ ନ ଖୋଲେ କାରଣ ଏମିତି ଯେଉଁ ପ୍ରେସର ଭିତରେ ଯେଉଁ ପ୍ରେସର ଗୁଡ଼ାକ ଅଛି ନା ପୁରା ଆହୁରି ପ୍ରେସର ହେଇଯିବ ନା ତାପରେ ଖୋଲିଲେ ଯେଉଁଗୁଡ଼ା ଲାଗିଛି ଯେଉଁଗୁଡ଼ା ଶୁଖି ହେଇଛି ନା ଚାଉମିନ ଗୁଡ଼ା ଶୁଖିକି ରହିଛି ସେଗୁଡ଼ାକ ସବୁ ପ୍ରେସର ବାଜିକି ପୁରା ନରିମ ରହିଛି। କାଲି ସକାଳୁ ଗେଟ୍ ଖୋଲିଲେ ତାକୁ ସଫା କରିବାକୁ ସୁବିଧା ହେବ। ପ୍ୟାଣ୍ଟ ସାର୍ଟ ପଡ଼ିଛି ଦୁଇ କେତେ କହିଗଲିଣି 4ଟା 5ଟା କହିଲି ଦୁଇ ତ ପ୍ୟାଣ୍ଟ ସାର୍ଟ ସବୁ ପଡ଼ିଛି ସେଠି ପଡ଼ିଛି ହଁ ତ ପଡ଼ିଛି ପ୍ୟାଣ୍ଟ ସାର୍ଟ ଗୁଡ଼ା ତୁ 24 ଘଣ୍ଟା ମୋବାଇଲ ଦେଖିଲୁ ଆଉ ମନେ ରହିବ କୋଉଠି। ମୋବାଇଲ ଛାଡ଼ିକି ମୁଁ ରହିପାରିବିନି। ଚାଲ ମୋବାଇଲ ଟିକେ ନ ଦେଖିଲେ ମୋ ମନ ଶାନ୍ତି। ଦୁଷ୍ଟ ହେଉଛି ନା ସେ ଆମେ କୁଆଡ଼େ ଟିକେ ଯଦି ବାହାରକୁ ଟିକେ ପଳେଇବା ଆସିଲା ବେଳକୁ ଖାଲି ସେ କୋଣକୁ ପଳେଇ ଯାଉଛି ଦୌଡ଼ିକି। କ'ଣ ତାକୁ ଲାଗୁଛି ସେ ଡରେଇବ ବୋଲି କ'ଣ ପଳେଇ ଯାଉଛି କ'ଣ ତାକୁ ଲାଗୁଛି କି ଜାଣି ସବୁବେଳେ ଯଦି ଟିକେ ବାହାରକୁ ଯାଇଥିବୁ ଆସିଲା ବେଳକୁ ଖାଲି ଦୌଡ଼ିକି ପଳଉଛି ସେ କ'ଣ ଇଏ ଦେଖ ଚିରିକି ଦେଖ ପିଲା ମୋର ସବୁ ଚୁଟି ଚନ୍ଦା ହଁ ତ ଚନ୍ଦା ହେଇଯା ପୁରା। ତମେ କେବେ ମୋ ଦାନ୍ତଟା ସଜାଡ଼ିବ ଦାନ୍ତ ନା ମୋ ତ ଦାନ୍ତ ବାହାରି ତୋ ଦାନ୍ତକୁ ତମ ପୁଅ ପିଲାଟା ତମ ଚଳିବ ଝିଅ ପିଲା ତ ସମସ୍ତଙ୍କ ସାଙ୍ଗରେ ହଁ ତ ହଁ ପଇସା ନାହିଁ ତ ବିଷ ଖାଇକି ମରିବାକୁ ତୁ ଦାନ୍ତ ସଜାଡ଼ୁଛୁ ପଇସା ଆଉ ଦେଖିବା ପଇସା ହେଲେ ତମ ପୁଅ ପିଲାଙ୍କର ସବୁ ଚଳିବ ଝିଅ ପିଲା ଯାହାହେଲେ ସେ ଟିକେ ସଜ ହବାକୁ ଟିକେ ଝିଅ ପିଲା ସମସ୍ତେ ଭାବନ୍ତି ଆମେ ଟିକେ ସୁନ୍ଦର ଦେଖାଯାଉ। କ୍ଷୀର ଆସିଲା ଗରମ କର ନାଦିଦେବା ଆଉ କ'ଣ। ଏଇ ମିକୁ ଏ କ୍ଷୀର ଖାଇବୁ ନା ଖାଇବୁନି କ୍ଷୀର କାଇଁ କ୍ଷୀର ତୁ ଖାଇବୁ ହଁ ମତେ କହୁଛି ବାପା ବଜାର ଯାଇଛି କହିଲୁ ବାପା ବଜାର ଯାଇଛି ହଁ କହୁଛି ପୁରା ହଁ ମାମା ଦେଲି କ୍ଷୀର ଗରମ କରି ଏରା ପୁରା ମେଡ଼ିସିନ ହେଇ ମୋ ଉପରେ ଥିଲା ଆମେ ପୁରା ସେତିକି 500 କିଲୋ
ସେ ବି କି ଧୋଇକି ପାଣି ନା ଧୋଇ କହିଛି କ'ଣ ଜରି ଧୋଇ ନା କ'ଣ ଏତେ ଭିକାରୀ ନା ଜରି ଧୋଇ ଯେତେ ଟିକେ ଭିକାରୀ ଟିକେ ଉପରକୁ ଉପରକୁ ନା କ'ଣ ଆମେ ପରମ ଭିକାରୀ ସବୁଠାରୁ ଯେଉଁମାନେ ଭିକ ମାଗୁଛନ୍ତି ସେମାନେ ଭଲ ଖାଉଛନ୍ତି ଆମେ ଏଠି ବସିକି ବି ଏତେ ଭଲ ଖାଇପାରୁନାହାନ୍ତି କ'ଣ କହୁଛି କ'ଣ କ'ଣ ଦେବି ପାଣି ପାଇଁ ତୁ ଜି କହ ହଁ ପାଇଁ ଯା ଖାଇଦେ ଖାଇଦେ ମେଡ଼ିସିନ ଖାଇଦେ ଟିକେ ନେ ଜଲ୍ଦି ଖାଇଦେ ଖାଇଦେ ମେଡ଼ିସିନ ଖାଇଦେ ମିକୁ ଭାଇ ଟିକେ ମୋ କଥା ମାନେ ଯା ଯା କ୍ଷୀର ବସିଛୁ ଏଠି ଯା ଟିକେ ଖାଇଦେ ଟିକେ ପାଣି ପାଣି ବା ପାଣି ମେଡ଼ିସିନ ଖାଇବାକୁ ଦେବି ତାକୁ ଏଗୁଡ଼ା ସିଏ ଖାଇଦିଏ ସେ ଖାଇଦେ ସେ ପାଟିରେ କ'ଣ ପୁରେଇଛି ତ ଏମିତି ଖାଇଦେ ମେଡ଼ିସିନ ଆଉ ଥରେ ଖୁସି ଖୁସିରେ ଖାଇଦେ ଏବେ କ'ଣ ହେଇଛି ଖାଉନି ଟୋଟାଲ ମେଡ଼ିସିନ ଏଇ ହଁ ଇଏ ଖାଇ ନାକ ଥଣ୍ଡା କାଶ ହେଇକି ନାକ ଜଣେ ଭୋଇଲାନି ଦେ ନା ତଳକୁ ରେ ନା ପଡ଼ିଯିବୁ ନିକୁ ଦେ ନା ନା ଶୁଖା ଯାଇ କ୍ଷୀର ବସେଇଛୁ ଶୁଖେଇବାକୁ ଯାଉଛୁ ଶୁଖେଇବାକୁ ଏଗୁଡ଼ା କାମୁଛନ୍ତି ତୁ ଗଡ଼ୁଥିଲୁ କୋଉଠି ଗଡ଼ୁଥିଲୁ କୋଉଠି ଚାରିଆଡ଼ ହେଇଯାଇଛି ସଲୁସନ୍ ଚାରିଆଡ଼ ପିମ୍ପୁଡ଼ି ଗୁଡ଼ାକ ଝାଡ଼ଟା କ'ଣ ଇଏ ତମେ ଦିଟା ଯାକ ଅଙ୍ଗୁର ଖାଇକି ଯୋଉ ପକଉଛ ଚାରିଆଡ଼ ମିଠା କରୁଛ ସେଇଥିପାଇଁ ଏମିତି ହଉଛି କେତେ ଜଲ୍ଦି 10ଟା ବାଜିଗଲା ଲାଗୁନି ନା ଲାଗୁଛି କେତେ ବି 10ଟା ହେଇଗଲାଣି ଦିନ ହୋଲି ହୋଲି ଏଇଠି ଗଲା ହୋଲି ତାପରେ ତମରି ଗାଁ ପଡ଼ିବ ରାମନବମୀ ସବୁଆଡ଼େ ଏବେ ତ ଦଣ୍ଡଯାତ୍ରା ତମ ସେପଟେ ଏପଟେ ନାହିଁ ଦଣ୍ଡଯାତ୍ରା ଏପଟେ କୁଆଡ଼େ ବ୍ରହ୍ମପୁର ଲାଇନ ଅଛି ଆମ ଗୋଟେ ଯେମିତି ଦୋଳ ମେଲଣ ସବୁ ଅଛି ତମ ଏପଟେ ନାହିଁ କୋଉ ଜିଲ୍ଲାର କୋଉ ଅଛି ଦୋଳ ମେଲଣ ଅଛି ଆମର ଅଛି ଦି ଦୋଳ ତମର ଏଇଟା 9 ଦିନ ମାନେ ଏଇଟା 9 ଦୋଳ କୁହାଯାଏ ଆମର 2 ଦିନ 3 ଦିନ ହୁଏ 5 ଦୋଳ 6 ଦୋଳ ଅଛି ଆମର ମାନେ ଏମିତି ଆମର 8-10 ଦିନ ଯାକ ଗାଁ ଗାଁ ବୁଲନ୍ତିନି ଯୋଉ ଏଇ ଯୋଉ ହୋଲି ତ ସଇଲା ଆଉ କ'ଣ ଅଛି ଶେଷ ଚାଲିଗଲା ହୋଲି ବେଳେ ଏଠି ଲାଗିଲାନି ଆମର ତ ଏଇଠି ସାଇ ପଡ଼ିଶା ନାହିଁ କି ଗାଁ ସାଇ ନାହିଁ ଆଉ ଆମେ ଏଇଠି ବସିଲେ ଏଇଠି ଖାଇଲେ ଏଇଠି ସବୁ କଲେ ଲାଗିବ କେମିତି ହେଇନ ତମେ ତ ହେଲେ ଯାଉଛ ବଜାର ବଜାରକୁ ଦେଖିପାରୁନି ତୁ ଜାଣୁ ତତେ କେଉଁ ନା ତୁ ଘରେ ତ ବସିକି ରହୁଛୁ ପଇସା ତ ବୋଉ ପଠେଇଛି ତୁ ପଇସା କ'ଣ କରୁଛୁ ତମର ଖାଲି ସବୁବେଳେ ଲୋଭ ସବୁବେଳେ ମୋ ପଇସା ତୋର ଲୋଭ ସ୍ୱାମୀ ପଇସାରେ ଲୋଭ ହବନି ମୁଁ 100-200 ମୋ ବାପା ବୋଉ ଦେଇଛନ୍ତି ଯେ ତମର ହେଇଥିଲେ ସବୁବେଳେ ଲୋଭ ତମର ଆଉ 1000 10,000 12,000 15,000 ତମର ଲୋଭ ଇଏ କରୁନ ମୋର ମୁଁ ଯୋଉ 10-12,000 ପାଉଛି ତୁ ଖାଉନୁ ବୋଧେ ଉପବାସ ରହୁଛୁ ତୋ ବୋଉ ଯୋଉଗୁଡ଼ା ଦେବ ସେଟା ତୋ ପଇସା ମୋ ପଇସା ଗୁଡ଼ା ତୋର ମୋ ସାଙ୍ଗ ମୋ ବାପା ବୋଉ ଯୋଉଟା ଦେବେ ସେଟା ମୋର ଏକୁଟିଆ ମିକୁର ନୁହଁ କି ତମର ନୁହଁ ମୋର ଏକୁଟିଆ ସେଟା ମୋ ବାପା ପଇସା ଆଉ ସିଏ କ୍ଷୀର ଦେଇ ଗରମ ନା ଉତୁରିଯିବ ଉତୁରିବନି ଏତେ ଜଲ୍ଦି ଖାଇଦେବା ଆଉ ସିଏ ଖାଇବ ତା ବାପା ପଇସାରେ ମୁଁ ଖାଇବି ମୋ ବାପା ପଇସାରେ ବୁଝିଲ ଅଳିଆ ଗୁଡ଼ାକ ସଫା ହେଇଗଲେ କେତେ ଶାନ୍ତି ଲାଗୁଛି ତୁ ତ ମାଛ ଅଳିଆ କରୁଛ ଗାଁ ଲୋକ ଆସିକି ଅଳିଆ କରୁଛ ଅଳିଆ କ'ଣ ଦିନ ସାରା ହଉଛି ଏଇନେ ତ ଏଇଠି ସେ କରିକି ପକେଇଛି ଦିନ ସାରା ହଉଛି ସେଇ ତ ସାଙ୍ଗେ ସାଙ୍ଗେ ବସିଥିବ ଖେଳୁଥିବ ଅଳିଆ କରିଦେବ ଏଇଟା ତମେ ବାପ ପୁଅ ଦିଟା ଯାକ ଏଇଟା ଅଳିଆ କରୁଛ ଏଇ ଜରି ଫରି ଚିରିଆ ମୁଁ କରିଛି ହଁ ଖାଲି ମୁଁ ଅଳିଆ କରୁଛି
ବାପ ପୁଅ ଦିଟା ଏଠି ଅଙ୍ଗୁରୁ ଖାଇ ମଜା ମସ୍ତି କରି ଏଠି ଗଡେଇ ତଡେଇ ହେଇ ପାଣି ବୋହି କ'ଣ ସଫା କରୁଛୁ? ଅଙ୍ଗୁରୁ ଫଙ୍ଗୁରୁ ଗୋଟେ ପଡିଥିଲା ଭଲ ଲାଗୁନି, ଅଠା ଅଠା ଲାଗୁନି। ହାତଟା ଧୋଇକି ଆସେ। ସିମ୍ କରିକି ବସେଇଛୁ ନା ଏତେ ଜଲ୍ଦି କରିବ। କ୍ଷୀର ଚକୁଳି କେମିତି ଲାଗୁଛି? ଖାଇଯା। ମୋର ତ ଏମିତିଆ ଜିନିଷ ଭଲ। ଖାଇ 10 ଖାଇକି ଶୋଇବା। ଏମିତି ଯଦି ସବୁବେଳେ ଖାଇବ ମୋଟା ହେଇଯିବ ତ। ମୋଟା ତୁ ସବୁଦିନ ଦିନ ଦେଖିବା ତ ସବୁଦିନ ଖାଇବୁ। ମୁଁ କହୁଛି ଯଦି ସବୁବେଳେ ଏମିତି ଖିଆ ହବ ମୋଟା ହେଇଯିବ। ଚକୁଳି ଗୁଡ଼ା ପତଳା ପତଳା ସବୁ। ହଁ ପତଳା ପତଳା ଭଲ ନୁହଁ। ହେଇଲୁ ଏ ଗୋଟେ ଜିନିଷ ଭୁଲି ଯାଇ ଦେଖିଲ ଛତୁ ତରକାରୀ ଟିକେ ଥିଲା ଦେଖିଲ ଆଣିବୁ ଯା। ଦେଖ ସେ ଘାଟିବ। ମୁଁ ଅନେଇ ଯା ନା ଥାଉ ଏଇଟା ମାମା ବାଡ଼େଇବ। ଏଇଟା ନେବୁ ହଉ ନାଇଁ ଏଇଟା ନାହିଁ। ହଁ ଗୁଳେଇ ଦେଉଛୁ ପୁଅ ଆମର ଗୁଳେଇ ଦେଉଛି। ହଉ ଗୁଳେଇ ଦେ। ତୁ ଖାଇବୁ? ଥାଉ 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 ମାମା ବାଡ଼େଇବ ଥାଉ। ନା ଖାଇନି କିଛି ଯା ଯା ଏଇ ଖେଳିବୁ ଯା ମାମା ଯା ମାମା ଛତୁ ଆଣିକି ଗଲେଣି। ତାକୁ ଦେ ତାକୁ ଦେ। ହେଠି ବସ ଶୁଣା ହେଠି ବସ। ଦି ପର ବା ଦି ପଟେ ବଳଥିଲା। ଖାଉନୁ? ଖାଉନୁ ରଖିଦିଅ ଖାଇବା। ତ ଚକୁଳି ଭଲ ଲାଗୁଛି? ମୋତେ ବି ଚକୁଳି ପତଳା ଚକୁଳି ଭଲ ଲାଗେ, ମୋଟା ଗୁଡ଼ା ମୋତେ ଭଲ ଲାଗେ। ଘରେ ଯେଉଁ ତିଆରି ହୁଏ ମୋତେ ସେଇଟା ଭଲ ଲାଗେ। ମୋତେ ଚକୁଳି ହଉ ଯେକୌଣସି ପିଠା ପିଠି ଯାହା ହେଲେ ମୋତେ ଭଲ ଲାଗେ। ଖାଇସାରିନି ଆଉ ନା ଏଇଟା ଖାଇସାରେ ଆଉ ଦେହ ହବ। ହେଠି ବସିକି ଖା ହେଠି ବସିକି ଖା ଖାଉନା। ଛତୁ ତରକାରୀ କ୍ଷୀର ଚକୁଳି ନା ଦେ କାଁ କ'ଣ କରି ଖା। ସିଏ ଲଗେଇ ହେଇଥିରେ ଖାଏ। ହଉ ଖା। ବାପା ଆଉ ଖାଉ ଖାଉନ କ'ଣ ଗୁଳଉଛି ଚିନି? ନାଇଁ ହର୍ଲିକ୍ସ। ବାବା ହର୍ଲିକ୍ସ। ଏଇଟା କ'ଣ ହର୍ଲିକ୍ସ? ମୋ ଶାଶୁ 150 ଟଙ୍କା ଦେଇଥିଲା ବୋଲିକି ତୁ ଆଜି 100 ଟଙ୍କା ନା 80 ଟଙ୍କା ଦାନ କରୁଛୁ। 80 ଟଙ୍କା 80 ଟଙ୍କା ଦେଇଛି ଏଥିରେ କ୍ଷୀର ଏଇଟା ଚକୁଳି ପିଠା। ଚକୁଳି ପିଠା ଏଇଟା ହର୍ଲିକ୍ସ। ତାପରେ ତମେ ଆଣିଛ ହର୍ଲିକ୍ସ ଆଣିଛ ଚକୁଳି ପିଠା ଆଣିଛ କ୍ଷୀର ଆଣିଛ। କେତେ ଟଙ୍କା? 80 ଇଏ 50 ଇଏ ହେଉଛି 30 80 ଇଏ ହେଉଛି 10 90 ଟଙ୍କାର ଆଣିଛି। 90 ଟଙ୍କା ଦେଇଛି ତୁ ଭାବୁଛୁ 90,000 ଟଙ୍କା ଦେଇଦେଇଛୁ ନା। ପଇସା ଦେଇଛି ପଇସା ଦେଇଛି କିଏ କାହାକୁ କହୁଛି କହୁଛୁ ଖାଇବା ପାଇଁ? ଏ କେହି ନାହାନ୍ତି ବା। କ୍ଷୀର ପିଇବୁନି ତୁ? ସେ ପିଉନି ଖାଲି ଲାଗୁଛି। ହେଇଗଲା ଦେଖି ଚାଖିଲ ତମର ମିଠା ଦେଖିଲ ମିଠା ଠିକ୍ ଅଛି ନା ଆଉ କ'ଣ ପଡ଼େ? ଠିକ୍ ଅଛି ଠିକ୍ ଅଛି ମିଠା। ବେଶୀ ମିଠା କଲେ ଭଲ ଲାଗିବନି। ମୁଁ ସବୁବେଳେ ଏଉ ଖାଇକି ଶୋଇ ରାତିରେ ଧୂପ ସେଇଟା ବଳ ପାଟିରୁ ଆଉ କ'ଣ ବାହାରିଥିଲା ନା କ'ଣ ତା ପରଟା କଦଳୀ